Hello, my dear students. Welcome back to Social Educational by Smriti. ଆଜି ଆମେ କ୍ଲାସ 9th ର ଜୈବ ବିବିଧତା ଚାପ୍ଟର ର ପାର୍ଟ 2 ଡିସ୍କସନ କରିବା। ଆମେ ପୂର୍ବ ଭିଡିଓରେ ପାର୍ଟ 1 ଏହାର ଭଲ ଭାବରେ ଡିସ୍କସନ କରିସାରିଛନ୍ତି। ଯେଉଁମାନେ ସେ ଭିଡିଓ ଦେଖିନାହାନ୍ତି ନିହାତି ଭାବରେ ପ୍ଲେଲିଷ୍ଟକୁ ଭିଜିଟ୍ କରି ସେଇ ଭିଡିଓକୁ ଆଟେଣ୍ଡ କରନ୍ତୁ। ମୁଁ ଟିକିନିକି କରିକି ଗୋଟି ଗୋଟି ବୁଝେଇଛି। ବର୍ତ୍ତମାନ ଆମେ 1.3 ଶ୍ରେଣୀ ବିଭାଗର ଆଧାର ପଢିବା। ଠିକ ଅଛି। ବହୁ ପୁରାତନ କାଳରୁ ଷ୍ଟୁଡେଣ୍ଟ ତଣ୍ଟିଟିଏ ଖରାପ ଅଛି ତ ବହୁ ପୁରାତନ କାଳରୁ ଜୀବମାନଙ୍କର ଶ୍ରେଣୀ ବିଭାଗକୁ ନେଇ ବିଭିନ୍ନ ପ୍ରଚେଷ୍ଟା ଚାଲି ଆସୁଛି। ସେ ଚତୁର୍ଥ ଶତାବ୍ଦୀରେ ଗ୍ରୀକ ଦାର୍ଶନିକ ଆରିଷ୍ଟଟଲ ପ୍ରାଣୀମାନଙ୍କର ବାସସ୍ଥାନ ମୁଖ୍ୟତଃ ଜଳ, ସ୍ଥଳ ଓ ବାୟୁକୁ ଭିତ୍ତି କରି ସେମାନଙ୍କର ଶ୍ରେଣୀ ବିଭାଗ କରିଥିଲେ। କିନ୍ତୁ ସେହି ଶ୍ରେଣୀ ବିଭାଗ କିଛି ଭୁଲ ଧାରଣା ଉପରେ ଆଧାରିତ ଥିଲା। ପ୍ରଥମେ ଆରିଷ୍ଟଟଲ ଶ୍ରେଣୀ ବିଭାଗ କରିଥିଲେ। So student ଏଠି ଦେଖ ଆରିଷ୍ଟଟଲ ଶ୍ରେଣୀ ବିଭାଗ। ଆରିଷ୍ଟଟଲ କଣ କରିଥିଲେ ନା ଜୀବ ମାନଙ୍କୁ ମୁଖ୍ୟତଃ ଦି ପ୍ରକାର ନା ପ୍ରାଣୀ ଆନିମଲ ଉଦ୍ଭିଦ ବା ପ୍ଲାଣ୍ଟ ପ୍ରାଣୀ ମାନଙ୍କୁ ପୁଣି ଦି ଭାଗୀଭୂତ କରିଥିଲେ ଯୋଉମାନଙ୍କର ଲାଲ ରକ୍ତ ବା ଆର ବି ସି ଅଛି ବା ରେଡ ବ୍ଲଡ଼ ସେଲ ଆଉ ଯୋଉମାନଙ୍କର ଲାଲ ରକ୍ତ ନାହିଁ ବା ଆର ବି ସି ନାହିଁ। ହେଲା ସେମିତି ଉଦ୍ଭିଦ ମାନଙ୍କୁ ହର ସର ଆଉ ଗଛ ଏମିତି ତିନି ଭାଗରେ ବିଭକ୍ତ କରିଥିଲେ। ତ ଷ୍ଟୁଡେଣ୍ଟ ହର୍ବ ମାନେ କଣ ନା ଛୋଟ ଛୋଟ କାଣ୍ଡ ମାନେ ଯୋଉ ଆଲଜି ଆମେ ଆଲଜି ଜାଣିଛୁ ଶୈବାଳ ଜାତୀୟ ଗଛ ପୋଖରୀ ଗୁଡିକରେ ଥାଉଛନ୍ତି ସେମାନଙ୍କର କାଣ୍ଡ ବୋଲି କିଛି ନଥାଏ। ହଁ ନା ନାଇଁ କେବଳ ଗ୍ରୀନ କଲର ଦେଖାଯାଆନ୍ତି ସେମାନେ ହଉଛନ୍ତି ହର୍ବ। ସର୍ପ କଣ ନା କାଣ୍ଡ ଥିଲେ ବି ବାଦାମ କଲର ର ବା ଏତେ ବି ଷ୍ଟ୍ରଙ୍ଗ ନାହିଁ ଉଡି ନାହିଁ ବୁଝିଲ ନା ସେଇଟାକୁ କହିବା ସର୍ ସେମିତି ଗଛ ବା ଟ୍ରି ଏମାନେ ହଉଛନ୍ତି ବଡ ବଡ ଗଛ ଆମ୍ବ ପଣସ ଏ ସବୁ ଗଛକୁ ଆମେ ଟ୍ରି ବୋଲି କହିବା ତ ଏମିତି ଉଦ୍ଭିଦ ମାନଙ୍କୁ ଏମିତି କ୍ଲାସିଫିକେସନ କରିଥିଲେ ଆଉ ପ୍ରାଣୀ ମାନଙ୍କୁ ଲାଲ ରକ୍ତ ଆଉ ଲାଲ ରକ୍ତ ବିହୀନ ଏମିତି କ୍ଲାସିଫିକେସନ କରିଥିଲେ କିନ୍ତୁ ଏଇଟାକୁ ଆକ୍ସେପ୍ଟ କରାଗଲା ନାହିଁ। ବହିରେ ଦେଇଛି ଉଦାହରଣ ସ୍ୱରୂପ ସମୁଦ୍ରରେ ପ୍ରବାଳ ବା କୋରାଲ ଆମେ ଦେଖିଲେ ଫାଷ୍ଟ ପାର୍ଟ 1 ରେ ଆମେ ଗୋଟେ ଆନିମେସନ ଭିଡିଓ ଦେଖିଥିଲେ ସମୁଦ୍ର ତଳେ ଯୋଉ ଛୋଟ ଛୋଟ ମାଛ ଗୁଡିକ ଯାଉଥିଲେ ସେଇଠି ସମୁଦ୍ର ଭିତରେ ତଳ ଭାଗରେ ଯୋଉ ଲାଲ କଲର ର ପ୍ଲାଣ୍ଟ ଗୁଡିକ ଆମେ ଦେଖିବାକୁ ପାଉଥିଲେ ସେଟାକୁ କୋରାଲ ବୋଲି କହୁଛନ୍ତି। ସେମାନେ ସେଇଟା ବହୁତ ହାର୍ଡ ଓକେ ଅକ୍ଟୋପସ ଅକ୍ଟୋପସ ସମୁଦ୍ର ତାରା ସାର୍କ ତିମି ୱେଲ ଭଳି ବିଭିନ୍ନ ପ୍ରକାର ପ୍ରାଣୀ ରହିଥାନ୍ତି ଏମାନେ ସମସ୍ତେ ପରିସ୍ଥାନ ବା ହେବିଟେଟ ଦୃଷ୍ଟିରୁ ଜଳଚର କିନ୍ତୁ ସମାନ ପରିସଂସ୍ଥା ବ୍ୟତୀତ ଏମାନଙ୍କ ଠାରେ ଅନ୍ୟାନ୍ୟ ସାମଞ୍ଜସ୍ୟ ଅତି କମ ତେଣୁ କେବଳ ସେଟା ଜଳ ଠାରେ ରହନ୍ତି କିନ୍ତୁ ସେମାନଙ୍କର ଆଉ ଯୋଉ ଅନ୍ୟ ସମାନତା ଯ ଦେଖିବା ଶାରୀରିକ ଗଠନ କିପରି ସେମାନେ କେମିତି ବଂଶ ବୃଦ୍ଧି କରନ୍ତି ସେମାନେ କିପରି ଶ୍ୱାସକ୍ରିୟା କରନ୍ତି ସେମାନେ କିପରି ଭାବେ ଖାଦ୍ୟ ଗ୍ରହଣ କରନ୍ତି ଏସବୁ ଦୃଷ୍ଟିରୁ ଯଦି ଦେଖିବା ତାହେଲେ ସେ ତାଙ୍କର ଅ ଶାରୀରିକ ଗଠନରେ ବହୁତ ଭିନ୍ନତା ଦେଖାଯିବ ତେଣୁ କେବଳ ପରିସ୍ଥାନ ବା ହେବିଟାଟ ଦୃଷ୍ଟିରୁ ଉପରେ ନିର୍ଭର କରି ଜୀବ ଜଗତରେ ଗୋଷ୍ଠୀ ବିଭକ୍ତ କରିବା ଠିକ ହେବ ନାହିଁ ବୋଲି ବୈଜ୍ଞାନିକ ମାନେ କହିଲେ ଅତଏବ କେଉଁ ନିର୍ଦ୍ଦିଷ୍ଟ ଆଧାର ବା ଲକ୍ଷଣ ଗୁଡିକୁ ନେଇ ଶ୍ରେଣୀ ବିବାହ କରାଯିବ ତାହା ସ୍ଥିର କରିବାର ଆବଶ୍ୟକତା ପଡିଲା କଣ କଣ ଏମିତି ଲକ୍ଷଣ ବା କ୍ୟାରେକ୍ଟରିଷ୍ଟିକ ନବା ଯାହା ଦ୍ଵାରା ପ୍ରାଣୀ ମାନଙ୍କୁ ବା ଉଦ୍ଭିଦ ମାନଙ୍କୁ ଆମେ ସଠିକ ଭାବରେ କ୍ଲାସିଫିକେସନ କରିପାରିବା ସେଇଟା ବିଷୟରେ କୁହା ଜୀବ ଜଗତର ଶ୍ରେଣୀ ବିଭାଗ କରଣ ସମୟରେ ଜୀବଗୋଷ୍ଠୀ ମଧ୍ୟରେ ରହିଥିବା ସେମାନଙ୍କର ଆକାର ବ୍ୟବହାର ବା ପ୍ରକୃତି ଶାରୀରିକ ଗଠନ କିମ୍ବା କାର୍ଯ୍ୟଧାରାରେ ସମାନତା ଅଥବା ପୃଥକ ଗୁଣ ଗୁଡିକୁ ସାଧାରଣତଃ ଲକ୍ଷଣ ଭାବେ ଗ୍ରହଣ କରାଯାଇଥାଏ ଏହି ଲକ୍ଷଣ ଗୁଡିକ ଜୀବର ଗୋଟିଏ ଲେଖାଏ ନିର୍ଦ୍ଦିଷ୍ଟ ଗୁଣକୁ ବୁଝାଇଥାଏ ଯେପରିକି ମନୁଷ୍ୟ ଲୋମ ଯୁକ୍ତ ହୋଇଥିବା ବେଳେ ମାଛର ଶରୀର କାତିରେ ଢାଙ୍କି ହୋଇ ରହିଥାଏ ହେଲା ଶାରୀରିକ ଗଠନ ଦେଖିଲେ ନା କେମିତି ଡିଫରେଣ୍ଟ ହେଲା ମନୁଷ୍ୟର ଶରୀର ଲୋମଯୁକ୍ତ ଅଛି କିନ୍ତୁ ମାଛର ଶରୀର କାତିରେ ଢାଙ୍କି ହୋଇ ଅଛି ମନୁଷ୍ୟ ଜାତି ପାଇଁ ଲୋମ ବାଳ ଗୋଟିଏ ବିଶେଷ ଲକ୍ଷଣ ହୋଇଥିବା ବେଳେ ମାଛ ମାନଙ୍କ ପାଇଁ କାଟ ବା ସ୍କେଲ ହଉଛି ଗୋଟେ ବିଶେଷ ଲକ୍ଷଣ ଏପରି ଭାବରେ ବିଶେଷ ଲକ୍ଷଣ ଥିବା କେତୋଟି ପ୍ରାଣୀଙ୍କ ଉଦାହରଣ ଦିଅ ତେବେ
ଜୀବ ଗୋଷ୍ଠୀର ଶ୍ରେଣୀ ବିଭାଗ ବେଳେ କେବଳ କେଉଁ ଲକ୍ଷଣ ପ୍ରାଧାନ୍ୟ କେତେ ଅଧିକ ତାହା ଜାଣିବା ଆବଶ୍ୟକ। ଏଠାରେ ଗୋଟିଏ ପଥରରେ ତିଆରି ହୋଇଥିବା କାନ୍ଥର କଥା ବିଚାର କରାଯାଉ। ଯଦି ଆମେ ଜାଣୁ ଯେ କାନ୍ଥଟିଏ ତିଆରି କରିବା ପାଇଁ ବିଭିନ୍ନ ଆକାର ପଥର, ଇଟା ଆଦି ବ୍ୟବହାର କରାଯାଇଥାଏ। କାନ୍ଥର ଅଗ୍ରଭାଗରେ କିପରି ପଥର ଓ ଇଟା ବ୍ୟବହାର କରାଯିବ ତାହା କାନ୍ଥର ତଳ ଭାଗରେ ବ୍ୟବହାର କରିଥିବା ପଥର ଆକାରକୁ ଲକ୍ଷ୍ୟ କରି ପ୍ରଭାବିତ କରିନଥାଏ। ହେଲା, କଣ କହିଲା ନା ଆମେ ଜାଣୁ ଯେ କାନ୍ଥଟିଏ ତିଆରି କରିବା ପାଇଁ ବିଭିନ୍ନ ପ୍ରକାର ପଥର, ଇଟା ଆଦି ବ୍ୟବହାର କରାଯାଏ। କାନ୍ଥର ଅଗ୍ରଭାଗରେ କିପରି ପଥର ବା ଇଟା ବ୍ୟବହାର କରାଯିବ ସେ ତଳ ଭାଗର ବ୍ୟବହାର କରିଥିବା ପଥରର ଆକାର କୁ ପ୍ରଭାବିତ କରେନି। କିନ୍ତୁ ତଳ ଭାଗରେ ବ୍ୟବହୃତ ପଥର ଆକାର ପ୍ରକୃତି କାନ୍ଥର ଉପର ଭାଗରେ ବ୍ୟବହୃତ ପଥରର ଆକାର ପ୍ରକୃତିକୁ ନିର୍ଦ୍ଧାରଣ କରିଥାଏ। ଉପରୋକ୍ତ ଉଦାହରଣ କାନ୍ଥର ତଳ ଭାଗରେ ବ୍ୟବହୃତ ପଥର ସ୍ତରର ଏକ ବିଶେଷ ଲକ୍ଷଣ ରହିଥିବା ସହ ତାହା କାନ୍ଥର ଉପର ସ୍ତରରେ ବ୍ୟବହୃତ ପଥର ଗୁଡିକର ମାନ ନିର୍ଦ୍ଧାରଣ କରିଥାଏ। ସେହିଭଳି ଜୀବଜଗତର ଶ୍ରେଣୀ ବିଭକ୍ତିକରଣ ମଧ୍ୟ ଏହାର ମୁଖ୍ୟ ବିଭାଗ ଗୁଡିକର ବିଶେଷ ଲକ୍ଷଣ ତାହାର ପରବର୍ତ୍ତୀ ପର୍ଯ୍ୟାୟ ବା ସ୍ତରର ପ୍ରକାର ଭେଦକୁ ନିର୍ଦ୍ଧାରଣ କରିଥାଏ। ଏଣୁ ଜୀବଜଗତର ଏହି ଶ୍ରେଣୀ ବିଭାଜନ ବେଳେ ଗୋଟିଏ ସ୍ତରର ପ୍ରାଣୀ ବା ଉଦ୍ଭିଦ ବା ତଳ ସ୍ତରର ପ୍ରାଣୀ ବା ଉଦ୍ଭିଦ ଲକ୍ଷଣ ଗୁଡିକ ଦ୍ଵାରା ପ୍ରଭାବିତ ହେବା ସହ କେତେକ ସମାନତା ମଧ୍ୟ ବଜାୟ ରଖିଥାଏ। ହେଲା, ଏଇଠି କିଛି ଇମ୍ପୋର୍ଟାଣ୍ଟ ଲାଇନ୍ ନାହିଁ। ଯୋଉଟା ଇମ୍ପୋର୍ଟାଣ୍ଟ ଲାଇନ୍ ଆସିବ ମୁଁ ତମକୁ ନିହାତି ଭାବରେ କହିବି ଏଇଟାକୁ ଅଣ୍ଡରଲାଇନ୍ କର, ହାଇଲାଇଟ୍ କର ବୋଲି। ହେଲା, ଏହି ଧାରାରେ ଆମେ ଲକ୍ଷଣର ସ୍ତର ଓ ପରସ୍ପର ସମ୍ବନ୍ଧିତ ଲକ୍ଷଣ ଗୁଡିକୁ ବ୍ୟବହାର କରି ଜୀବ ମାନଙ୍କର ଶ୍ରେଣୀ ବିଭାଗ କରିପାରିବା। ଏଠାରେ କୋଷର ପ୍ରକୃତି ଏଠାରେ କୋଷର ପ୍ରକୃତି ଠାରୁ ଆରମ୍ଭ କରି ବିଭିନ୍ନ ଜୀବ ମଧ୍ୟରେ ଅନେକ ସାମଞ୍ଜସ୍ୟ ପୂର୍ଣ୍ଣ ଲକ୍ଷଣ ଥିଲେ ମଧ୍ୟ ଜୀବ ମାନଙ୍କର ଶ୍ରେଣୀ ବିଭାଗ ସମୟରେ କେତେକ ଅନ୍ତଃ ସମ୍ବନ୍ଧିତ ବା ଇଣ୍ଟର ରିଲେଟେଡ୍ ଲକ୍ଷଣ ଦ୍ଵାରା ହିଁ ଜୀବଗୋଷ୍ଠୀର ଶ୍ରେଣୀ ବିଭାଗ କରାଯାଇଥାଏ। ଏହାର କେତେକ ଉଦାହରଣ ନିମ୍ନରେ ଦିଆଗଲା। ଦେଖ, 1 ନମ୍ବରରେ ଦିଆହେଲା ସୁନେଷ୍ଟିୟ କୋଷ। ସୁନେଷ୍ଟିୟ କୋଷ ଅର୍ଥ ଯାହାର ନ୍ୟଷ୍ଟି ଉପରେ ନ୍ୟଷ୍ଟି ଝିଲି ଥାଏ ତାକୁ ସୁନେଷ୍ଟିୟ କୋଷ ବୋଲି କହନ୍ତି। ହେଲା, ସୁନେଷ୍ଟିୟ କୋଷ ଅଙ୍ଗିକା ସେଲ୍ ଅର୍ଗାନେଲ ଓ ନ୍ୟୁକ୍ଲିୟସ ଥାଏ। ସୁନେଷ୍ଟିୟ କୋଷରେ ଗୋଟେ ନ୍ୟୁକ୍ଲିୟସ ଥିବ ଆଉ ଗୋଟେ ସେଲ୍ ଅର୍ଗାନେଲ ମଧ୍ୟ ଥିବ। ହେଲା, ଯାହା ଦ୍ୱାରା ବହୁକୋଷୀ ଜୀବ ମାନଙ୍କର ବିଭିନ୍ନ କୋଷୀୟ ପ୍ରକ୍ରିୟା ଅଲଗା ଅଲଗା ଭଲ ଭାବରେ କାର୍ଯ୍ୟ କରିପାରେ। 2 ନମ୍ବରରେ କହିଲା ପ୍ରାକ୍ନେଷ୍ଟିୟ କୋଷରେ ଏକ ସଂଗଠିତ ନ୍ୟଷ୍ଟି ନଥାଏ। ହେଲା, ପ୍ରାକ୍ନେଷ୍ଟିୟ କୋଷରେ ଯୋଉ ନ୍ୟଷ୍ଟିଟି ଥାଏ ସେ ନ୍ୟଷ୍ଟି ଚାରିପଟେ କୋଷ ଝିଲି ନଥାଏ। ହେଲା, ନ୍ୟଷ୍ଟି ଚାରିପଟେ ଯଦି କୋଷ ଝିଲି ରହିବ ତାହେଲେ ହିଁ ତାକୁ ସୁନେଷ୍ଟିୟ କୋଷ କୁହାଯିବ, ଯୋଉଟା କି ବହୁକୋଷୀ ପ୍ରାଣୀ ମାନଙ୍କ ଠାରେ ଦେଖାଯାଏ। କିନ୍ତୁ ଏଠି ଯୋଉ ପ୍ରାକ୍ନେଷ୍ଟିୟ କୋଷ କଥା କହିଲା ଏଠାରେ ଏକ ପ୍ରାକ୍ନେଷ୍ଟିୟ କୋଷରେ କଣ ନା ନ୍ୟଷ୍ଟି ଝିଲ୍ଲି ଆବସେଣ୍ଟ ଥାଏ। ସେହି କୋଷର ବିଭିନ୍ନ କ୍ରିୟା ଗୁଡିକ ସୁନେଷ୍ଟିୟ କୋଷ ଗୁଡିକରେ ଅଲଗା ଅଲଗା ଭାବରେ କାର୍ଯ୍ୟ କରିଥାଏ। ପ୍ରାକ୍ନେଷ୍ଟିୟ କୋଷରେ ମୁଖ୍ୟତଃ ଏକକୋଷୀ ପ୍ରାଣୀ ମାନଙ୍କ ଠାରେ ଦେଖାଯାଏ। କିନ୍ତୁ ସୁନେଷ୍ଟିୟ କୋଷ ବହୁକୋଷୀ ପ୍ରାଣୀ ମାନଙ୍କ ଠାରେ ଦେଖାଯାଏ। ହେଲା, ନେକ୍ସଟ ପେଜ ଆମେ ପଢିବା 3 ନମ୍ବର। ଏହି ନ୍ୟଷ୍ଟି ବିଶିଷ୍ଟ କୋଷ ପରବର୍ତ୍ତୀ ସମୟରେ ବହୁ କୋଷରେ ବିଭକ୍ତ ହୋଇ ବିଶେଷ କାର୍ଯ୍ୟ କରିପାରନ୍ତି। ଏଣୁ ନ୍ୟଷ୍ଟିଯୁକ୍ତ କୋଷ ସୁସଂଗଠିତ ଜୀବଜଗତର ଶ୍ରେଣୀ ବିଭାଗ ଏକ ବିଶେଷ ଲକ୍ଷଣ ଭାବରେ କାର୍ଯ୍ୟ କରିଥାଏ। ଜୀବ ଶରୀରରେ କୋଷ ଗୁଡିକ ଅଲଗା ଅଲଗା ରହି ଅଥବା ଏକାଠି ରହି ଏକ ଅବିଭାଜ୍ୟ ଗୋଷ୍ଠୀ ରୂପେ କାର୍ଯ୍ୟ କରିଥାନ୍ତି। ଅନେକ କୋଷ ଯେତେବେଳେ ଏକାଠି ହୋଇ ଗୋଟିଏ ଜୀବ ଗଠନ କରନ୍ତି ସେମାନଙ୍କ ଠାରେ ଶ୍ରମ ବିଭାଜନର ନୀତିଟିଏ କାର୍ଯ୍ୟ କରିଥାଏ ଏବଂ ସେଇଭଳି ସ୍ତରରେ ଶରୀର ସମସ୍ତ କୋଷ ଏକ ପ୍ରକାର ନ ହୋଇ ଅଲଗା ଅଲଗା ଆକାର କାର୍ଯ୍ୟ କରିଥାନ୍ତି। କଣ କହିଲା ଏ ଲାଇନ ଟା ପୁଣି ପଡିବା। ଅନେକ କୋଷ ଯେତେବେଳେ ଏକାଠି ହୋଇ ଗୋଟିଏ ଜୀବ ଗଠନ କରନ୍ତି ସେତେବେଳେ ସେମାନଙ୍କର ଶ୍ରମ ବିଭାଜନ ନୀତିଟି କାର୍ଯ୍ୟ କରିଥାଏ। ଅର୍ଥାତ ଶ୍ରମ ବିଭାଜନ ଅର୍ଥ କଣ ବୁଝିଲ?
ନା ଏଠି ଯୋଉ ଆମର ଶରୀରରେ ପାଚନ କ୍ରିୟା ହଉଛି, ଶ୍ୱାସକ୍ରିୟା ପ୍ରକ୍ରିୟା ହଉଛି, ଏ ସବୁ ପାଇଁ ଭିନ୍ନ ଭିନ୍ନ କୋଷ ଭିନ୍ନ ଭିନ୍ନ କାମ କରନ୍ତି ଆମ ଶରୀରରେ ମୁଖ୍ୟତଃ। ତ ସେଥିପାଇଁ ସେଇ ଯୋଉ କୋଷ ଗୁଡିକ ଏକା ପ୍ରକାର ନ ହୋଇ ଅଲଗା ଅଲଗା ଆକାର ହେଇଥାନ୍ତି। କୋଷ ମାନଙ୍କର ଆକାର ବି ଅଲଗା ଥାଏ, ସେମାନଙ୍କର କାର୍ଯ୍ୟ ମଧ୍ୟ ଡିଫରେଣ୍ଟ ଥାଏ ହେଲା। ଏଇ ଗାର କୁଆଡେ ଆସିଲା। ତାପରେ ଜୀବ ଗଠନର ପରିକଳ୍ପନାକୁ ନେଇ ଏହା ଏକ ମୁଖ୍ୟ ପାର୍ଥକ୍ୟ ଦର୍ଶାଇଥାଏ। ଏମୋଇବା ଓ କୃମିର ଶରୀର ଗଠନରେ ଥିବା ବିଭିନ୍ନତା ଏହାର ପ୍ରମୁଖ ଉଦାହରଣ। ଏଥିରେ ଏମୋeba ଏକ ଏକକୋଷୀୟ ପ୍ରାଣୀ ହୋଇଥିବା ବେଳେ କୃମି ଏକ ବହୁକୋଷୀୟ ପ୍ରାଣୀ ହୋଇଥାଏ ହେଲା। ଏଇଟା ପିଲା ଇମ୍ପୋର୍ଟାଣ୍ଟ ମନେ ରଖ ଯେ ଏମୋeba ଆଉ କୃମି ଏ ଦିଟାର ଯଦି ଶରୀର ଗଠନ କଥା ଆମେ ଚିନ୍ତା କରିବା, ତାହେଲେ ଏମିବାର ଶରୀର କେବଳ ଗୋଟିଏ କୋଷରେ ହିଁ ତିଆରି ହେଲା, କେବଳ ଗୋଟେ କୋଷରେ ହିଁ ତିଆରି। ସେଥିପାଇଁ ଆକୁ ଏକକୋଷୀ ବୋଲି କୁହାହେଲା। ଏମୋଇବା ଏକ ଏକକୋଷୀ ପ୍ରାଣୀ, କିନ୍ତୁ କୃମି ହଉଛି ବହୁକୋଷୀୟ ପ୍ରାଣୀ, କାରଣ ତା ଶରୀର ର ଗଠନ ଦୁଇରୁ ଅଧିକ କୋଷରେ ଗଠିତ ହୋଇଛି। ସମସ୍ତ ଜୀବ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ନିଜର ଖାଦ୍ୟ ପ୍ରସ୍ତୁତ କରିପାରନ୍ତି କି? ଭାବିଲ ଦେଖି। ସମସ୍ତେ ଜୀବ, ଅର୍ଥାତ୍ ସେ ପ୍ରାଣୀ ହଉ ଉଦ୍ଭିଦ ହଉ, କଣ ସମସ୍ତେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି? ନା ନା, ସେଇଟା ତ କେବେ ହବନି। ହବ କି? କାରଣ ଆମେ ପଢିଛନ୍ତି ଯେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ପାଇଁ ମୂଳ ଉପାଦାନ କଣ ଦରକାର? କଣ ଦରକାର ପିଲେ? ନା ପ୍ରଥମେ ତ କାର୍ବନ ଡାଇଅକ୍ସାଇଡ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରିବ। ଆଉ ସୂର୍ଯ୍ୟାଲୋକ ଉପସ୍ଥିତିରେ ଆଉ ମାଟି ତଳୁ ଜଳ ଓ ଇଲେକ୍ଟ୍ରୋଲାଇଟ ସବୁ ଗ୍ରହଣ କରିବ ଉଦ୍ଭିଦ। ଆଉ ମେନଲି ଉଦ୍ଭିଦର ମେନ୍ ପାର୍ଟ ହଉଛି ଲିଫ୍ ବା ପତ୍ରରେ ଥିବା କ୍ଲୋରୋଫିଲ୍, ହରିତ ଲବକ କୁ ବ୍ୟବହାର କରିକି ସେ ଯୋଉ ଶ୍ଵେତସାର ଜାତୀୟ ଖାଦ୍ୟ ବା ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ, ତାହାକୁ ଆମେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ବୋଲି କହୁ। ତ ସମସ୍ତେ ଜୀବ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କରିପାରିବେ ନାହିଁ, କି ସମସ୍ତେ ଖାଦ୍ୟ ପ୍ରସ୍ତୁତ କରିପାରିବେ ନାହିଁ। ଯେଉଁ ପ୍ଲାଣ୍ଟ ପାଖରେ ହରିତ ଲବକ ବା କ୍ଲୋରୋଫିଲ୍ ଅଛି, ସେମାନେ ହିଁ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କରିପାରିବେ। ଉଦ୍ଭିଦ ଆଦି କେତେକ ଜୀବ ନିଜ ଶରୀରରେ ଖାଦ୍ୟ ପ୍ରସ୍ତୁତ କରିପାରୁଥିବା ବେଳେ ପ୍ରାଣୀମାନେ ଅନ୍ୟଠାରୁ ଖାଦ୍ୟ ଗ୍ରହଣ କରି ବଢିଥାନ୍ତି। ଏହି ଦୁଇ ଗୋଷ୍ଠୀର ଜୀବ ମାନଙ୍କ ଶରୀରର ଢାଞ୍ଚାରେ ବିଶେଷ ପାର୍ଥକ୍ୟ ରହିଥାଏ। ଯେଉଁ ଜୀବ ଉଦ୍ଭିଦ ମାନେ ଆଲୋକ ସଂଶ୍ଳେଷଣ କରନ୍ତି, ସେମାନଙ୍କ ଶାରୀରିକ ସଂଗଠନ କିପରି? ଏହା ଅନ୍ୟମାନଙ୍କ ଠାରୁ ଅଲଗା କି? ନିଜେ ବିଚାର କର। ହଁ, ନିହାତି ଭାବେ ଉଦ୍ଭିଦ ମାନଙ୍କର ଯୋଉ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କରନ୍ତି, ସେମାନଙ୍କ ଶାରୀରିକ ଗଠନ ଭିନ୍ନ ହୋଇଥିବ ପ୍ରାଣୀ ମାନଙ୍କ ଠାରୁ। ଏମାନେ ଅନ୍ୟମାନଙ୍କ ଠାରୁ ଅଲଗା କି? ନିହାତି ଭାବରେ ଅଲଗା। ସମସ୍ତଙ୍କ ଶାରୀରିକ ଗଠନ ଭିନ୍ନ ଭିନ୍ନ ହୋଇଥାଏ। ପ୍ରାଣୀ ମାନଙ୍କ ଶରୀର କିପରି ଭାବରେ ବିକାଶ ହୋଇ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ବିଭକ୍ତ ହୋଇଛି ଏବଂ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ସେମାନଙ୍କର ରହିଥିବା ବିଶେଷ ଅଙ୍ଗ ଗୁଡିକ କଣ, ତାହା ଅନୁଧ୍ୟାନ କର। ମୁଁ ଗୋଟେ ପିଲେ ଗୋଟେ ଏକ୍ସାମ୍ପଲ ଦେବି, ଯୋଉ ଏଇଠି କହିଲା ପ୍ରାଣୀ ମାନଙ୍କ ଶରୀର କିପରି ଭାବରେ ବିକାଶ ହୋଇ ଅଙ୍ଗ ପ୍ରତ୍ୟଙ୍ଗରେ ବିଭକ୍ତ ହେଇଛି। ଆଉ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ସେମାନଙ୍କ ରହିଥିବା ବିଶେଷ ଅଙ୍ଗ ଗୁଡିକ କଣ କଣ? ମୁଖ୍ୟତଃ ଆମେ ଦେଖିବା ଯଦି ଆମର ଶ୍ୱାସକ୍ରିୟା ପ୍ରକ୍ରିୟା, ଶ୍ୱାସକ୍ରିୟା ପ୍ରକ୍ରିୟାରେ କଣ ହବ ନା ଆମେ ନିଶ୍ୱାସ ପ୍ରଶ୍ୱାସ ନଉଛନ୍ତି ନାକ ପୁଡା ମାଧ୍ୟମରେ, ନାକ ପୁଡାରୁ କଣ ଯିବ? ଗ୍ଲଟିସ ଦେଇକି ଟ୍ରାକିଆ ହେଲା, ଟ୍ରାକିଆକୁ ଶ୍ୱାସ ନଳୀ, ଟ୍ରାକିଆକୁ ତାକୁ ଇଂଲିଶରେ କହୁଛନ୍ତି ଶ୍ୱାସ ନଳୀ ପରେ ସେ ଦି ଭାଗରେ ବିଭକ୍ତ ହେଇଯିବ। ଦି ଭାଗରେ ବିଭକ୍ତ ହେଇକି ଫୁସଫୁସ ରେ ଖୋଲିବ। ତାପରେ ସେ ଭିତରେ ଆଲଭିଓଲାଇ ବି ଅଛି, ଛୋଟ ଛୋଟ ବେଲୁନ ଟାଇପ ର। ସେମାନେ ଗ୍ୟାସେସ୍ ଏକ୍ସଚେଞ୍ଜ କରନ୍ତି, ଅମ୍ଳଜାନ ଅଙ୍ଗାରକାମ୍ଳ ଆଣ ଦେଣ କରନ୍ତି। ଠିକ ଅଛି। ଯେମିତି ଶ୍ୱାସକ୍ରିୟା ଗୋଟେ ପ୍ରକ୍ରିୟା କହିଲି, ଠିକ ସେହିପରି ଯଦି ମୁଁ ଡାଇଜେଷ୍ଟିଭ ସିଷ୍ଟମ ବା ପାଚନ କ୍ରିୟା କଥା କହିବି, ପ୍ରଥମେ ଆସିବ ପାଟି, ତାପରେ ଆସିବ କଣ ସ୍ୱର ପେଟିକା, ସ୍ୱର ପେଟିକା ପରେ ଖାଦ୍ୟ ନଳୀ, ଖାଦ୍ୟ ନଳୀ ପରେ ଆସିବ ପାକସ୍ଥଳୀ, ପାକସ୍ଥଳୀରୁ ଯିବ କ୍ଷୁଦ୍ରାନ୍ତ, କ୍ଷୁଦ୍ରାନ୍ତ ପରେ ବୃହଦନ୍ତ, ବୃହଦନ୍ତରୁ ମଳାଶୟ, ମଳାଶୟରୁ ମଳଦ୍ୱାର। ଏସବୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା। ଉପରୋକ୍ତ ପ୍ରଶ୍ନ ଗୁଡିକରୁ ଆମେ ଜାଣିପାରିଲେ ଯେ ଜୀବ ଶରୀର ଗଠନର ବିଭିନ୍ନ ଲକ୍ଷଣକୁ ନେଇ ଉଦ୍ଭିଦ ଓ ପ୍ରାଣୀ ମାନଙ୍କ ମଧ୍ୟରେ ଶ୍ରେଣୀ ବିଭାଗ କରାଯାଇଛି।
ନେକ୍ସଟ ଆମେ ପଢିବା 1.4 ଶ୍ରେଣୀ ବିଭାଗର ପଦାନୁକ୍ରମ। ପୂର୍ବରୁ ଆଲୋଚନା କରାଯାଇଛି ଯେ ଏକ ବା ଏକାଧିକ ଜାତିର ସମାହାରରେ ଗୋଟିଏ ପ୍ରଜାତି ଗଠିତ ହୋଇଥାଏ ବା ଜିନସ୍। ସେହିପରି ଏକ ବା ଏକାଧିକ ପ୍ରଜାତିର ସମାହାରରେ ଗୋଟେ ବଂଶ ବା ଫ୍ୟାମିଲି ତିଆରି ହୋଇଥାଏ। ଏକ ବା ଏକାଧିକ ବଂଶର ସମାହାରରେ ଗୋଟିଏ ବର୍ଗ ଏବଂ ଏକ ବା ଏକାଧିକ ବର୍ଗର ସମାହାରରେ ଗୋଟିଏ ଶ୍ରେଣୀ ଗଠିତ ହୋଇଥାଏ। ସେହିପରି ଏଇଟାକୁ ଆମେ ଭଲ ଭାବରେ ମନେ ରଖିବା। ସେହିପରି ଭାବରେ କେତେକ ଶ୍ରେଣୀର ସମାହାରରେ ପର୍ବ ବା ଫାଇଲମ୍ ଆଉ ବିଭିନ୍ନ ପର୍ବର ସମାହାରରେ ପ୍ରାଣୀ ଜଗତ ଏନିମାଲ କିଙ୍ଗଡମ ଓ ଉଦ୍ଭିଦ ଜଗତ ପ୍ଲାଣ୍ଟ କିଙ୍ଗଡମ ଗଠିତ ହୋଇଥାଏ। କେତେକ ସ୍ଥଳରେ ପ୍ରଜାତିକୁ ଉପଜାତି ବା ସବ ଜିନସ ରେ, ବଂଶକୁ ଉପବଂଶ ବା ସବ ଫ୍ୟାମିଲିରେ, ବର୍ଗକୁ ଉପବର୍ଗ ସବ ଅର୍ଡର ଆଉ ଶ୍ରେଣୀକୁ ଉପଶ୍ରେଣୀ ବା ସବ କ୍ଲାସରେ ଓ ପର୍ବକୁ ଉପପର୍ବ ସବ ଫାଇଲମ ରେ ମଧ୍ୟ ବିଭକ୍ତ କରାଯାଇଥାଏ। ଏଠି ଦେଖ ଦେଇଛି ତାର କ୍ଲାସିଫିକେସନ। ପ୍ରଥମେ ଆସିଲା ଦେଖ ଜାତି ବା ସ୍ପେସିସ। ମନେ ରଖିଲ ଫାର୍ଷ୍ଟ ଜାତି, ବହୁତ ଗୁଡିଏ ଜାତି ଏକ ବା ଏକାଧିକ ଜାତିକୁ ମିଶେଇଲେ ଗୋଟେ ପ୍ରଜାତି ହବ, ଯୋଉଟା କି ଇଂଲିଶରେ ଜିନସ୍ ବୋଲି କହୁଛନ୍ତି ହେଲା। ତାପରେ ପ୍ରଜାତି ପରେ ଆସିବ ବଂଶ, ବଂଶ ଯୋଉଟା କି ଫ୍ୟାମିଲି, ଫ୍ୟାମିଲି ପରେ ଆସିବ ଏକ ବା ଏକାଧିକ ବଂଶର ସମୟରେ ଗୋଟେ ବର୍ଗ, ଏକ ବା ଏକାଧିକ ବର୍ଗର ସମାହାରରେ ଶ୍ରେଣୀ, ଏକ ବା ଏକାଧିକ ଶ୍ରେଣୀର ସମାହାରରେ ଗୋଟେ ପର୍ବ ଓ ପର୍ବ ପରେ ଏକ ବା ଏକାଧିକ ସେଇ ପର୍ବକୁ ଆଡ କଲା ପରେ ଲାଷ୍ଟ ଆମର ଅଛି କଣ ଶ୍ରେଣୀ, ଯୋଉଟା କି ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ। ବିଭିନ୍ନ ପର୍ବର ସମୟରେ ପ୍ରାଣୀ ଜଗତ ବା ଏନିମାଲ କିଙ୍ଗଡମ ବା ଉଦ୍ଭିଦ ଜଗତ ବା ପ୍ଲାଣ୍ଟ କିଙ୍ଗଡମ ଗଠିତ ହୋଇଥାଏ। ଦେଖିଲେ ଆମେ କେମିତି ଭାବରେ ଜାତିରୁ ଷ୍ଟାର୍ଟ ହେଇକି ପର୍ବ ଆଉ ଆନିମାଲ କିଙ୍ଗଡମ ପ୍ଲାଣ୍ଟ କିଙ୍ଗଡମ ରେ ପହଞ୍ଚିଗଲେ। ତ ଷ୍ଟୁଡେଣ୍ଟ ଫଟାଫଟ ଗୋଟେ ରଫ୍ ନୋଟ କାଢିକି ଏଇଟାକୁ ନିହାତି ଭାବରେ ପ୍ରାକ୍ଟିସ କର। ଆକୁ ପରୀକ୍ଷାରେ ଯେମିତି ଭାବେ ପଚାରିବ ଆର ଅର୍ଡରଟି ଲେଖ। ଶ୍ରେଣୀ ବିଭାଗର ଅର୍ଡର ଟା ଲେଖ ପଚାରିଲେ ତମେ ଜାତି, ତାପରେ ପ୍ରଜାତି, ନେକ୍ସଟ ବଂଶ, ତାପରେ ବଂଶକୁ ନେଇ ବର୍ଗ, ବର୍ଗକୁ ନେଇକି ଶ୍ରେଣୀ, ଶ୍ରେଣୀକୁ ନେଇ ପର୍ବ ଆଉ ପର୍ବର ସମୟରେ ଆମର ଉଦ୍ଭିଦ ଓ ପ୍ରାଣୀ ଜଗତ ରଖାଯାଇଛି। ଠିକ ଅଛି। ତ ଚାଲ ପ୍ରାକ୍ଟିସ କରିବା। ମୋ ସାଥିରେ ଜଲ୍ଦି ଫଟାଫଟ ରଫ୍ ନୋଟ କର। So students, let's practice quickly. ପ୍ରଥମେ କଣ ଆସିଲା ଆମର ଜାତି, ଜାତିକୁ ନେଇକି ତାପରେ ଏକ ବା ଏକାଧିକ ଜାତିକୁ ନେଇକି କଣ ଆସିଲା ପ୍ରଜାତି, ଏକ ବା ଏକାଧିକ ପ୍ରଜାତିକୁ ନେଇକି କଣ ଆସିଲା ବଂଶ, ଏକ ବା ଏକାଧିକ ବଂଶକୁ ନେଇକି ଆସିଲା ଆମର ବର୍ଗ ହେଲା, ଏକ ବା ଏକାଧିକ ବର୍ଗକୁ ନେଇକି ଶ୍ରେଣୀ, ତାପରେ ଏକ ବା ଏକାଧିକ ଶ୍ରେଣୀକୁ ନେଇକି ଗୋଟେ ପର୍ବ, ଆଉ ଏକ ଅଧିକ ପର୍ବକୁ ନେଇକି କଣ ହେଲା ଆମର ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ଛୁଟି ହେଲା। ତ ତମେ ହେଲେ ଏମିତି ରଫ ରେ ନିହାତି ଭାବରେ ଥରେ ଦିଥର ପ୍ରାକ୍ଟିସ କରିଦେଲେ ନିହାତି ଭାବରେ ତମର ମନେ ରହିଯିବ। ଠିକ ଅଛି। ଆଉ ପିଲେ ମନେ ପକେଇଲ ଜାତିକୁ ଆମେ ଇଂଲିଶ ରେ କଣ କହୁଥିଲେ ସ୍ପେସିସ୍, ଆଉ ପ୍ରଜାତିକୁ ଇଂଲିଶରେ ଆମେ ଜିନସ୍ କହୁଥିଲେ। ଠିକ ଅଛି। ନେକ୍ସଟ ପିଲା ଆମେ ପଢିବା ଏହି ଶ୍ରେଣୀ ବିଭାଗରେ ଜାତିକୁ ଏକକ ରୂପେ ଗ୍ରହଣ କରାଯାଇଥାଏ। ସାଧାରଣତଃ ଶରୀର ଗଠନର ସମାନତା ସହିତ ଜନନ ପ୍ରକ୍ରିୟାର ସମାନତାକୁ ନେଇ ଜାତି ଗଠନ ହୋଇଥାଏ। ତ ଏଠି କିଏ ପଚାରିବ ଜାତି କିପରି ଗଠନ କରାଯାଏ, କୋଉ କୋଉ କ୍ୟାରେକ୍ଟରିଷ୍ଟିକ ବା ଗୁଣକୁ ନେଇକି, ନା ତାର ଶରୀରର ଗଠନର ସମାନତା ଥିବା ଦରକାର, ଆଉ ତାର ଜନନ ପ୍ରକ୍ରିୟା ବା ବଂଶ ବୃଦ୍ଧି ପ୍ରକ୍ରିୟା ର ସମାନତା ଥିବା ଦରକାର ହେଲା। ନେକ୍ସଟ ଆମେ ପଢିବା ପ୍ରଥମ ପର୍ଯ୍ୟାୟରେ ଶ୍ରେଣୀ ବିଭକ୍ତ ବେଳେ ଜୀବ ଜଗତକୁ ମୁଖ୍ୟତଃ ଦି ଭାଗରେ ବିଭକ୍ତ କରାଯାଇଥିଲା। ଯଥା ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ। ଯୋଉ ଆମେ ପଢିଥିଲେ ପୂର୍ବରୁ ଆରିଷ୍ଟଟଲ ବୈଜ୍ଞାନିକ ଆସିଥିଲେ, ତାଙ୍କେ ମୁଖ୍ୟତଃ ଦି ଭାଗରେ ବିଭକ୍ତ କରିଥିଲେ, ଗୋଟେ ହଉଛି ପ୍ରାଣୀ ଜଗତ ଆଉ ଗୋଟେ ହଉଛି ଉଦ୍ଭିଦ ଜଗତ। କିନ୍ତୁ ସମୟକ୍ରମେ ଦେଖାଗଲା ଯେ ଜୀବ ଜଗତର ଅନେକ ଜୀବଙ୍କୁ ଉପରୋକ୍ତ ଦୁଇ ଭାଗରେ ରଖିବା ଠିକ ହଉନାହିଁ। ପରବର୍ତ୍ତୀ ସମୟରେ ଦେଖାଗଲା, ଅର୍ଥାତ 1844 ମସିହାରେ ଏଚ ହେକଲେ ନାମକ ଜର୍ମାନୀର ଜଣେ ପ୍ରାଣୀ ବୈଜ୍ଞାନିକ ଏକକୋଷୀ ଜୀବ ମାନଙ୍କୁ ପ୍ରତିଷ୍ଠା ନାମକ ଅନ୍ୟ ଏକ ଭାଗରେ ଅନ୍ତର୍ଭୁକ୍ତ କରି ତିନି ଜଗତ ଶ୍ରେଣୀ ବିଭାଗ ପ୍ରସ୍ତାବ ଦେଇଥିଲେ। ପୂର୍ବରୁ ଆମେ ପଢିଥିଲେ ଦି ଜଗତ ଶ୍ରେଣୀ ବିଭାଗ କିଏ ଦେଇଥିଲେ, ନା କ୍ୟାଲସ ଲିନିୟସ
ଏବେ ପୁଣି ହେକଲେ ଆସିଲେ, ତାଙ୍କେ କହିଲେ ଯୋଉ ଏକକୋଷୀ ଜୀବ ମାନେ ଅଛନ୍ତି ସେମାନଙ୍କୁ ଆମେ ଅନ୍ୟ ଏକ କିଙ୍ଗଡମ ରେ ରଖିବା। ସେଇଟା ହଉଛି ତାର ନାଁ ଦେଲେ ପ୍ରୋଟିଷ୍ଟା। ଠିକ ଅଛି। ପୁଣି ରବର୍ଟ ହୁଇଟାକର 1959 ମସିହାରେ ଆଉ ଦୁଇ ଜୀବ ଜଗତ ଯଥା ମୋନେରା ଓ ଫଞ୍ଜାଇରେ ଯଥାକ୍ରମେ ବ୍ୟାକ୍ଟେରିଆ ଓ ଫଞ୍ଜାଇ ବା କବକ ମାନଙ୍କୁ ସ୍ଥାନ ଦେଇ ପଞ୍ଚ ଜଗତ ବିଶିଷ୍ଟ ଶ୍ରେଣୀ ବିଭାଗର ମତ ଦେଇଥିଲେ। ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ, ଏଠାରେ ମସିହା ଯୋଉ 1959 ଆଉ କଣ କଣ ଇଣ୍ଟ୍ରୋଡ୍ୟୁସ କରିଥିଲେ ରବର୍ଟ ହୁଇଟାକର ନା ମୋନେରା ଓ ଫଞ୍ଜାଇକୁ ଦିଟା ଜଗତକୁ ପୁଣି ଆଡ କରିଥିଲେ। ତେଣୁ ଆଗରୁ ଥିଲା କଣ ଉଦ୍ଭିଦ ଜଗତ, ପ୍ରାଣୀ ଜଗତ ଆଉ ହେକ୍ଲେ ଆସିକି ପ୍ରୋଟିଷ୍ଟା ଆଡ କରିଥିଲେ। ନେକ୍ସଟ ଆଗେ ରବର୍ଟ ହୁଇଟାକର ଆସିକି ଆଉ ଦିଟା ଆଡ କଲେ, ହଉଛି ମୋନେରା ଆଉ ଫଞ୍ଜାଇ। ତ ଟୋଟାଲି ଆମର ପାଞ୍ଚଟା ଜଗତ ଅଛି। ଆମେ ଯଦି ପ୍ରାଣୀ ମାନଙ୍କୁ ଶ୍ରେଣୀ ବିଭାଗ କରିବାକୁ ଯିବା, ମୋନେରା, ପ୍ରୋଟିଷ୍ଟା, ଫଞ୍ଜାଇ, ପ୍ଲାଣ୍ଟି, ଏନିମୋଲିଆ। ଠିକ ଅଛି। ତାହା ହେଲା, ଦେଖ ପିଲେ ଏଠି ଆମ ଟେବୁଲ ଟା ପଢିବା। ଜୀବ ମୁଖ୍ୟତଃ ଦି ପ୍ରକାର ସୃଷ୍ଟି ହେଲା, ପ୍ରାକ-ନିଷ୍ଠୀୟ ଆଉ ସୁ-ନିଷ୍ଠୀୟ। ପ୍ରାକ-ନିଷ୍ଠୀୟ ଅର୍ଥ କହିଛି ଯୋଉଟାର ନ୍ୟୁକ୍ଲିୟସ ଡିଫାଇନ ଭଲରେ ହେଇନି, ମତଲବ ମାନେ ନ୍ୟଷ୍ଟିର ଚାରିପଟେ ଉପଯୁକ୍ତ କୋଷ ନ୍ୟଷ୍ଟି ଝିଲି ନାହିଁ ହେଲା, ସେଥିପାଇଁ ସେଟାକୁ ପ୍ରାକ-ନ୍ୟଷ୍ଟିୟ ବା ପ୍ରୋକାରିଓଟ୍ସ ବୋଲି କହିଲେ। ଆଉ ସୁ-ନ୍ୟଷ୍ଟିୟ ବା ୟୁକାରିଓଟ୍ସ ହେଲା, ୟୁ ମିନ୍ସ ଟ୍ରୁ ହେଲା, ମାନେ ଟ୍ରୁ ନ୍ୟଷ୍ଟି ଝିଲ୍ଲୀ ପ୍ରେଜେଣ୍ଟ ଅଛି। ପ୍ରାକ-ନ୍ୟଷ୍ଟିୟ ଏକକୋଷୀ ପ୍ରାକ-ନ୍ୟଷ୍ଟିୟରେ କଣ ଏକକୋଷୀ ଜୀବ ମାନେ ଆସିବେ, ମୁଁ ପୂର୍ବରୁ କହିଛି। ଆଉ ସୁ-ନ୍ୟଷ୍ଟିରେ ପୁଣି ଏକକୋଷୀ ଆଉ ବହୁକୋଷୀ ବିଭକ୍ତ କରାଗଲା। ଏକକୋଷୀରେ ଆମର ପ୍ରାକ-ନ୍ୟଷ୍ଟିରେ ଏକକୋଷୀରେ ଆସିଲା ଗୋଟେ ମାତ୍ର ଜଗତ, ଗୋଟେ ମୋନେରା। ଆଉ ଯୋଉ ସୁ-ନ୍ୟଷ୍ଟିୟ ଦି ଭାଗ ବିଭକ୍ତ ହେଇଥିଲା, ଏକକୋଷୀୟ ବହୁକୋଷୀୟ ପ୍ରୋଟିଷ୍ଟା। ଏକକୋଷୀୟରେ ଆସିଲା ପ୍ରୋଟିଷ୍ଟା ଆଉ ବହୁକୋଷୀୟରେ ଆସିଲା, ବହୁକୋଷୀୟକୁ ପୁଣି ଆଉ ଥରେ ଦି ଭାଗରେ ବିଭକ୍ତ କରାଯାଇଛି। କୋଷ ଭିତ୍ତି ବିଶିଷ୍ଟ ଅଛି ନା କୋଷ ଭିତ୍ତି ବିହୀନ ଅଛି। କୋଷ ଭିତ୍ତି ବିଶିଷ୍ଟକୁ ଭିତ୍ତି କରିକି ପୁଣି ଆଉ ଥରେ ଦି ଭାଗରେ ବିଭକ୍ତ କରାଯାଇଛି। ଆଲୋକ ଶ୍ଳେଷଣ ପ୍ରକ୍ରିୟା କରିପାରନ୍ତି ନାହିଁ ନା ଆଲୋକ ଶ୍ଳେଷଣ ପ୍ରକ୍ରିୟା କରିପାରନ୍ତି। ଯୋଉମାନେ ଆଲୋକ ଶ୍ଳେଷଣ ପ୍ରକ୍ରିୟା କରିପାରନ୍ତି ନାହିଁ ତାଙ୍କୁ ଫଞ୍ଜେଇ ରଖାଗଲା, ଆଉ ଯୋଉମାନେ ଆଲୋକ ଶ୍ଳେଷଣ ପ୍ରକ୍ରିୟା କରିପାରନ୍ତି ସେମାନଙ୍କୁ ପ୍ଲାଣ୍ଟିରେ ରଖାଗଲା। ଆଉ କୋଷ ଭିତ୍ତି ବିହୀନ ଏନିମଲିଆ ବା ପ୍ରାଣୀ ଜଗତକୁ ଦିଆଗଲା। ବୁଝିଲ ନା ପିଲେ? ଏ ଟେବଲ କୁ ଥରେ ଦିଥର ନିହାତି ଭାବରେ ଦେଖିବ, ଦେଖିଲେ ହିଁ ମନେ ପଡିବ। ହେଲା, ତ ପ୍ରଥମେ ଆମେ କଣ ପଢିଲେ, ଜୀବଜଗତ ଦି ଭାଗରେ ବିଭକ୍ତ ହେଲେ, ପ୍ରାକ-ନ୍ୟଷ୍ଟିୟ କୋଷ ଓ ସୁ-ନ୍ୟଷ୍ଟିୟ କୋଷ। ପ୍ରାକ-ନ୍ୟଷ୍ଟିୟ କୋଷକୁ ଆମେ ପ୍ରୋକାରିଓଟ୍ସ କହିଲେ, ଆଉ ସୁ-ନ୍ୟଷ୍ଟିୟ କୋଷକୁ ଆମେ ୟୁକାରିଓଟ୍ସ କହିଲେ। ପ୍ରାକ-ନ୍ୟଷ୍ଟିୟ କୋଷରେ ଆମର ଏକକୋଷୀ ଆସିଲେ ଯୋଉ ଏମୋଏ ବାଜିଲା ହେଲା, ସିଏ ହଉଛି ମୋନେରା ଜାତିର। ଆଉ ସୁ-ନ୍ୟଷ୍ଟିୟ କୋଷ ପୁଣି ଏଥିରେ ବିଭକ୍ତ ହେଲା, ଏକକୋଷୀୟ ଆଉ ବହୁକୋଷୀୟ। ଏକକୋଷୀୟରେ ଆସିଲା ପ୍ରୋଟିଷ୍ଟା, ଆଉ ବହୁକୋଷୀୟରେ ଆସିଲା ପୁଣି କୋଷ ଭିତ୍ତି ବିଶିଷ୍ଟ, କୋଷ ଭିତ୍ତି ବିହୀନ। କୋଷ ଭିତ୍ତି ବିଶିଷ୍ଟ ମେନଲି ପ୍ଲାଣ୍ଟ ବା ଉଦ୍ଭିଦ ମାନଙ୍କର ଥାଉଛି କୋଷ ଭିତ୍ତି। ପ୍ଲାଣ୍ଟ ବି ଦେଖ, ଫଞ୍ଜାଇ ସିଏ ହଉଛି ତା ପାଖରେ କୋଷ ଭିତ୍ତି ଅଛି, ଆଉ ପ୍ଲାଣ୍ଟ ତା ପାଖରେ ବି କୋଷ ଭିତ୍ତି ଅଛି। କିନ୍ତୁ ଫଞ୍ଜାଇ ଏମିତି ଗୋଟେ ଜଗତ, ସିଏ ହଉଛି ଆଲୋକ ସଂଶ୍ଳେଷଣ କରିପାରନ୍ତି ନାହିଁ, କିନ୍ତୁ ପ୍ଲାଣ୍ଟ ମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କରିପାରନ୍ତି। କଣ ପାଇଁ ନା ପ୍ଲାଣ୍ଟ ମାନଙ୍କ ଠାରେ କ୍ଲୋରୋଫିଲ୍ ଅଛି, କିନ୍ତୁ ଫଞ୍ଜାଇ ମାନଙ୍କ ଠାରେ କ୍ଲୋରୋଫିଲ୍ ନାହିଁ। ଆଉ କୋଷ ଭିତ୍ତି ବିହୀନ, ଯୋଉଟା କୋଷ ଭିତ୍ତି ନାହିଁ ଏନିମଲ ବା ପ୍ରାଣୀ ମାନଙ୍କର, ସେମାନଙ୍କୁ ଏନିମଲିଆ କିଙ୍ଗଡମ ରେ ରଖାଗଲା। ବହୁତ ସିମ୍ପଲ, ଠିକ ଅଛି। ତ ଷ୍ଟୁଡେଣ୍ଟ ଏଠି ଦେଖ, ମୋନେରା, ପ୍ରୋଟିଷ୍ଟା, ଫଞ୍ଜାଇ, ପ୍ଲାଣ୍ଟି, ଏନିମଲିଆ, ଏପରି ଆମର ପାଞ୍ଚ ଜଗତ ବିଶିଷ୍ଟ ବର୍ଗୀକରଣ ଶେଷ ହେଇଗଲା। ଏହି ପଞ୍ଚଜଗତ ବିଶିଷ୍ଟ ଶ୍ରେଣୀ ବିଭାଗ ବୈଜ୍ଞାନିକ ମାନଙ୍କ ନିକଟରେ ବେଶ ଆଦୃତ। କାରଣ ଏହି ଶ୍ରେଣୀ ବିଭକ୍ତିକରଣ କୋଷର ଗଠନ, ପୋଷଣର ଉତ୍ସ ଓ ଖାଦ୍ୟ ଗ୍ରହଣ ପ୍ରଣାଳୀ ତଥା ଜୀବ ଶରୀର ସଂଗଠନ ଉପରେ ଆଧାରିତ ଅଛି। ହେଲା, ଏହି ଜଗତ ବିଶିଷ୍ଟ ଶ୍ରେଣୀ ବିଭାଗ ବେଶ ଗ୍ରହଣୀୟ ହେଲେ ମଧ୍ୟ ଜଣା ପଡୁଛି ଜୀବ ମାନଙ୍କ ଶ୍ରେଣୀ ବିଭାଗ ଓ ଅବିରତ ପ୍ରକ୍ରିୟା ଏକ ପରିବର୍ତ୍ତନଶୀଳ। ତେଣୁ ନୂଆ ତଥ୍ୟ ମିଳିଲେ ଆମେ ନୂଆ ଶ୍ରେଣୀ ବିଭାଗ ପଦ୍ଧତିରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ଆସିଥାଏ। ତେବେ ଆମେ ଏଠାରେ ପଞ୍ଚଜଗତ ବର୍ଗୀକରଣ ବା ଫାଇଭ କିଙ୍ଗଡମ କ୍ଲାସିଫିକେସନରେ ଜୀବ ଜଗତକୁ ଶ୍ରେଣୀ ବିଭାଗ କରି ଆଲୋଚନା କରିବା। ଠିକ ଅଛି, ତ ପ୍ରଥମେ ଆସିବ ଆମର ମୋନେରା। ତ କ୍ଲାସ ଟି ପିଲେ ବହୁତ ଟିକେ ଲଙ୍ଗ ହେଇଯିବ, ତ ଆମେ କଣ କରିବା ନା ନେକ୍ସଟ କ୍ଲାସରେ ମୋନେରା, ପ୍ରୋଟିଷ୍ଟା, ଫଞ୍ଜାଇ, ପ୍ଲାଣ୍ଟି, ଏନିମଲିଆ କୁ ଟିକି ନିକି ପଢିବା। ଆଉ ଏ ପାଠଟା ପୁରା ବହୁତ ଇମ୍ପୋର୍ଟାଣ୍ଟ ତମର କମ୍ପିଟେଟିଭ ଭ୍ୟୁ ରୁ। ତମେ ଯଦି 9th ରେ ବି ଯଦି ଏ ସବୁ ଫଣ୍ଡାମେଣ୍ଟାଲ କ୍ଲିୟର କରି ମୁଖସ୍ତ କରି ରଖିଥିବ ଲାଇଫ ସାଇନ୍ସ ବୁକ୍ ଟାକୁ,
ତାହେଲେ ତମକୁ ବହୁତ ଇମ୍ପୋର୍ଟାଣ୍ଟ କରୁଛି, ମତେ ବିଶ୍ୱାସ ରଖ, ବହୁତ ଇମ୍ପୋର୍ଟାଣ୍ଟ, ବହୁତ ହେଲ୍ପଫୁଲ ହବ ତମକୁ କମ୍ପିଟେଟିଭ ଏକ୍ସାମରେ। ତମକୁ ଇଂଲିଶ ୱାର୍ଡ ଆଉ ଓଡିଆ ୱାର୍ଡ ରିଲେଟ କରି ପଢିବାକୁ ପଡିବ। କାରଣ ତମେ ପ୍ଲସ ଟୁ ଫାଷ୍ଟ ଇୟର ଯେତେବେଳେ ସାଇନ୍ସ ନେଇକି ପଢିବ ସବୁ ଇଂରେଜୀରେ ହିଁ ଥିବ, ତ ତମେ ରିଲେଟ କରିବାଟା ସହଜ ହବ। ପ୍ଲିଜ ବିଶ୍ୱାସ କର, ଏଇ ସବୁ ପାଠ ହିଁ ଅଛି କେବଳ ଇଂଲିଶରେ ଟ୍ରାନ୍ସଲେଟ କରିବାର ଅଛି। ଠିକ ଅଛି, ତ ତମେ ଯଦି ଏଇଠୁ ଯଦି ଲିଙ୍କ କରିଦବ, ତମେ ଫଟାଫଟ ହାତ ଟେକିକି 11th କ୍ଲାସ ପଢିଲାକୁ ହଁ ମ୍ୟାମ ମୁଁ ଜାଣିଛି, ହଁ ମ୍ୟାମ ମୁଁ ଜାଣିଛି ଏମିତି କହିବୁ, ବୁଝିଲ ନା। ତ ନିହାତି ଭାବରେ ଭଲ ଭାବରେ ପଢ, ଆଉ ମଜାମସ୍ତି କର, ଖୁସିରେ ରୁହ ହେଲା। ଆଉ ଭିଡିଓଟିକୁ ଭଲ ଲାଗିଥିଲେ ନିହାତି ଭାବରେ ଲାଇକ୍ କରିବେ, ନିଜ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଆଉ ଆଗକୁ ଏମିତି ଆମର ଏଇଟା ପାର୍ଟ 2 ଅଛି, ପାର୍ଟ 1 ଭିଡିଓ ପୂର୍ବରୁ ଅପଲୋଡ ହେଇସାରିଛି। ଆଗକୁ ଏମିତି 9th କ୍ଲାସ ର ଆମେ ବହୁତ ଗୁଡିଏ ମାନେ ଲାଇଫ ସାଇନ୍ସ ଯେତିକି ସବୁ ଚାପ୍ଟର ଅଛି, ଆଉ ଫିଜିକାଲ ସାଇନ୍ସ ବି ମୁଁ ଭିଡିଓ ଅପଲୋଡ କରିବି। ନିହାତି ଭାବରେ ଗୋଟେ ଗୋଟେ ଅପଲୋଡ କରି କରି ଯିବି। ଆଉ ତମେ ମାନେ ତାର ନୋଟିଫିକେସନ ପାଇବାକୁ ହେଲେ ନିହାତି ଭାବରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ସୋସିଆଲ ଏଜୁକେସନ ବାଇ ସ୍ମୃତିକୁ। ତ ରହୁଛି, ଜୟ ଜଗନ୍ନାଥ। ଆଉ କଣ ଡାଉଟ୍ ଆସିଲେ ନିହାତି ଭାବରେ କମେଣ୍ଟ ସେକ୍ସନରେ ଜଣେଇବେ, ମୁଁ ତାକୁ ଖୁବ କମ ସମୟରେ ତମକୁ ରେସପନ୍ସ ଦେବାକୁ ଟ୍ରାଏ କରିବି। ଠିକ ଅଛି, ଆଉ ତମକୁ କୋଉ ଉପରେ ଭିଡିଓ ପକେଇଲେ କୋଉ ଉପରେ ଭିଡିଓ ଦରକାର, କୋଉ ଟପିକ ତମେ ବୁଝିପାରୁନ, ନିହାତି ଭାବରେ କମେଣ୍ଟ ସେକ୍ସନରେ ଜଣାଅ। ମୁଁ ସେଇ ଭିଡିଓ ଅପଲୋଡ କରିଦେବି। ଠିକ ଅଛି, ରହୁଛି, ଜୟ ଜଗନ୍ନାଥ।